ଆଜି ମଙ୍ଗଳବାର ମୁଁ ଖୁବ୍ ଶୀଘ୍ର ଉଠି ପଡ଼ିଥିଲି ଆଉ ଶୀଘ୍ର ହିଁ ଫୁଲମାଳ ଗୁନ୍ଥା କାମ ସାରି ଦେଇଥିଲି। ବୋହୂମାନେ ପୂଜା କରୁଥିବା ଭିତରେ ପିଲାମାନଙ୍କୁ ବ୍ରସ୍ କରେଇ ଟିକେ କ'ଣ ଖୁଆଇ ଦେଇ ଆମେ ବାହାରିଲୁ। କହିଲି ଠାକୁରଙ୍କୁ ସମସ୍ତେ ପ୍ରଣାମ କରି ଆସ। ସେମାନେ କେହି ଗାଧେଇ ନଥିଲେ, ତେଣୁ ବାହାରେ ଠାକୁର ଘରେ ମୁଣ୍ଡିଆ ମାରି ଆମେ ସମସ୍ତେ ବାହାରିଗଲୁ। ଆଉ କୁଆଡ଼େ ଯାଉଛୁ କ'ଣ କରୁଛୁ ଏବେ ଆପଣମାନେ ଦେଖନ୍ତୁ। ଆଜି ମୋ ସାଙ୍ଗରେ 4 ପିଲା ଆଉ ଶିବ ହିଁ ଥିଲେ, କିନ୍ତୁ ଆଗରୁ ଥରେ ଆମେ ଏମିତି ବୁଲିବାକୁ ଯାଇଥିଲୁ ଯେତେବେଳେ କି ମୋ ଝିଅ ଆଉ ବଡ଼ ନାତି ଥିଲା। ଆଜି କିନ୍ତୁ ସେଥିପାଇଁ ବହୁତ ଛୋଟ କାର୍ଯ୍ୟକ୍ରମଟା ଆମେ କରିଥିଲୁ। ଛୋଟ ଛୁଆ 4ଟାକୁ ନେଇକି ବୁଲେଇକି ଆଣିବା ଖୋଲା ଗହୀରରେ ବା ଖୋଲା ଜାଗାରେ ଏତେ ସହଜ ନଥିଲା। ପିଲାମାନେ କେହି ସାଙ୍ଗରେ ଗଲେନି ଏଥିପାଇଁ ଯେ ପିଲାଙ୍କର ସିନା ଏବେ ଛୁଟି ଅଛି, ସେମାନଙ୍କର ତ ଅଫିସ୍ କଚେରୀ ଛୁଟି ନାହିଁ। ଏଇ ଦାବିଟା ସେମାନଙ୍କର 4-8 ଦିନ ତଳୁ ଚାଲିଥିଲା, ତେଣୁ ଆଉ ରବିବାର ଯାଏଁ ଅପେକ୍ଷା କରିବାକୁ ସେମାନଙ୍କର ଧୈର୍ଯ୍ୟ ନଥିଲା। ସେଇଥିପାଇଁ ଆମେ ସକାଳୁ ବାହାରିଲୁ। ଏଇଟା ଆମ ବାରି ପଛପଟର, ଏଇଟାକୁ ଆମେ ବାଲିବାଟ ବୋଲି କହୁ। ସେତେବେଳେ ଏଇ ଜାଗାଟା ବହୁତ ପରିଷ୍କାର ରହୁଥିଲା, ଆଉ ଏତେ ଦିନ ଯାଏ ପାଣି ରହୁନଥିଲା। ସବୁବେଳେ ଆମେ ଏପଟେ ଯିବା ଆସିବା କରୁଥିଲୁ ନା। ଏବେ ଏଇଟା ଅକାମୀ ହେଇ ପଡ଼ି ରହିବାରୁ ଏମିତି ଅରଣା ହେଇଯାଇଛି। ଏଇଟା ପ୍ରକୃତରେ ଆମ ଗୁହାଳ ପଛପଟ ବାଟ। ମୁଁ ସବୁବେଳେ ଶିବକୁ କହୁଥିଲି, ତୁ କାହା ହାତ ଧରନା, ସମସ୍ତଙ୍କ ଉପରେ କିନ୍ତୁ ନଜର ପକା। ଆମେ 2 ଜଣ ବଡ଼ ମଣିଷକୁ 4ଟା ଛୋଟ ପିଲା, ସବୁଆଡ଼େ ଖୋଲାମେଲା, ତେଣୁ ଜଗିବା ଟିକେ କଷ୍ଟକର ହେଉଥିଲା। ସେଥିପାଇଁ ମୁଁ ଭଲରେ ଭିଡ଼ିଓ କରିପାରିନଥିଲି। ଭିଡ଼ିଓକୁ ଯଦି ପ୍ରାଧାନ୍ୟ ଦେବି, କାଳେ ମୋ ଛୁଆମାନେ କେଉଁଠି ପଡ଼ି ଯିବେ, ତାହେଲେ ଆସିବାଟା ସବୁଠୁ ଦୁଃଖଦାୟକ ହୋଇଯିବ। ଗତ ଥର ଅବଶ୍ୟ ଆମେ ଏମିତି ଗହୀର ବିଲ ବୁଲିକି ଭାରି ଖୁସିରେ ଘରକୁ ଫେରିଥିଲୁ। ଭଗବାନଙ୍କ ଦୟାରୁ ଏ ସମୟରେ ଆମର କିଛି ଅଘଟଣ ଘଟିନଥିଲା। ଦେଖିଲା ବେଳକୁ ଘରେ ଯାଇକି ମୋ ନାତିଟା ସାଇକେଲରୁ ପଡ଼ି ତା ଦାନ୍ତ ଭାଙ୍ଗି ଦେଇଥିଲା। ସେଥିପାଇଁ ମୁଁ ଆଇଲା ବେଳକୁ ବଡ଼ କୁଣ୍ଠିତ ଭାବରେ ଏମାନଙ୍କୁ ଆଣିଥିଲି। ଆମେ ସମସ୍ତେ ଆସିଲୁ 2ଟା ଉଦ୍ଦେଶ୍ୟ ନେଇକି। ମୋ ଶାଶୁ ଏଇ ସମୟରେ ମୋତେ ଗୋଟେ କଥା କହିଥିଲେ। ସେତେବେଳେ ଘରକୁ ଶଗଡ଼ ଶଗଡ଼ ଆମ୍ବ ଆସୁଥିଲା, ଗୋଟେ ଭାଡ଼ି ବନା ହେଉଥିଲା। ସେ ଭାଡ଼ିରେ ସଜତଳା ଆମ୍ବ, ଟିକେ ପାଚିଲା ଆମ୍ବ, ପୁରା ପାଚିଲା ଆମ୍ବ, ଏମିତି ଭାଗ ଭାଗ ହୋଇ ରହୁଥିଲା। କେଉଁ ଭାଡ଼ିରୁ କେଉଁ ଆମ୍ବ ଆସିବ, ଦେଉଣି ଆମ୍ବ, ମାନେ ଯିଏ ଟିକେ ନିରସ, ସେଇଟା ଆମ୍ବ ଦିନେ ସବୁ ପ୍ରକାର ଲୋକ ମାଗିବାକୁ ଆସୁଥିଲେ, ସେ ଆମ୍ବ ତାଙ୍କୁ ଦିଆଯାଉଥିଲା। ଏବେ ତ ଆଉ ସେସବୁ ନାହିଁ। କେମିତି ବା ସେ ଦୃଶ୍ୟ ମୁଁ ପିଲାମାନଙ୍କୁ ଦେଖେଇବି? ହେଲେ ଗୋଟିଏ କଥା ମୋର ମନେ ପଡ଼ିଗଲା। ମୋ ଶାଶୁ କହନ୍ତି, ଆମ୍ବ ତୋଳି ଆଣି ସୁନାରି ଫୁଲରେ ଦେଇକି ରଖିଦେଲେ ଆମ୍ବର ରଙ୍ଗ ସୁନ୍ଦର ହୁଏ, ମିଠା ହୁଏ, ଆଉ ଜଲ୍ଦି ପାଚେ। ସତକୁ ସତ ବି ସେତେବେଳେ ବଗିଚାରୁ କିଛି ଫୁଲ ଆଣି, ବଗିଚା ମାନେ ଏଇଟା ହେଉଛି ବିଲ ଗହୀର, ବଗିଚା କହିଲେ ଆଉ ଗୋଟେ ପଡ଼ିଆ ଜାଗା ଥିଲା, ସେଇଠୁ ଆଣିକି ଆମ୍ବରେ ଦିଆହୁଏ। ଏବେ ତ ସେସବୁ ନାହିଁ। ଦିନେ ମୁଁ ଭୁବନେଶ୍ୱରରେ କୁଆଡ଼େ ଗୋଟେ ଯାଇଥିଲି, ଦେଖିଲି ରାଜମହଲ ଛକ ପଟେ ରାସ୍ତାରେ ବହୁତ ସୁନାରି ଫୁଲ ଅଛି, ଆଉ ଫୁଲ ଫୁଟିକି ବି ବହୁତ ସୁନ୍ଦର ହେଇଛି। ମଝିରେ ମୁଁ ଥରେ ଉଦ୍ୟମ କରିଥିଲି ସୁନାରି ଗଛଟି, କିନ୍ତୁ ବାଡ଼ିରେ କରିପାରିନଥିଲି। ବହୁତ ଦିନ ପରେ ପାଖରେ ଏଇ ସୁନାରି ଗଛଟି ଠାବ କରି ପିଲାମାନଙ୍କୁ ନେଇକି ଯିବାର ଯୋଜନା କଲି। ସୁନାରି ଗଛ ପାଖେ ପହଞ୍ଚିଗଲା ପରେ ଆଉ ଗୋଟିଏ ପିଲାଦିନର ସ୍ମୃତି ଶିବ ମନେ ପକାଇଦେଲା। ଗୁଞ୍ଜର ପୋକ, ସୁନା ଭଳି ସେ ପୋକଟିକୁ ଆଣି ଡିଆସିଲରେ ରଖି ଆମେ କେତେ ସମୟ ତାଙ୍କ ପଛରେ ନଟକଟ ହେଉଥିଲେ। ଏବେ ସେଭଳି କିଛି ତ ପିଲାଙ୍କ ପାଖରେ ନାହିଁ। ସେଇ ଟିଭି, ରେଡ଼ିଓ ତ ଭୁଲ କହିଲି, ଟିଭି ଆଉ ଫୋନ୍, ସେଥିରେ ଗେମ୍ ଖେଳା, ସିନେମା ଦେଖା, ସବୁ ପ୍ରକାର ଚାଲିଛି। ଆଜି କିନ୍ତୁ ପିଲାମାନେ ବହୁତ ଖୁସି ହେଉଥିଲେ। ଆଉ ଗୋଟିଏ ସୁନ୍ଦର କଥା ମୋର ମନେ ପଡ଼ିଗଲା, ଡାଳ ମାଙ୍କୁଡ଼ି ଖେଳିବା। ଯେତେ ପ୍ରକାର ଖେଳ ଖେଳନ୍ତୁ ଆପଣମାନେ, ହେଲେ ଗଛରେ ନିଜେ ଚଢ଼ି ଏଇ ଡାଳ ମାଙ୍କୁଡ଼ି ଖେଳିବାର ଆନନ୍ଦ ଯେଉଁମାନେ ନେଇଥିବେ ସେମାନେ ନିଶ୍ଚୟ କହିବେ ଯେ ଯେତେ ସଫିଷ୍ଟିକେଟେଡ଼୍ ଖେଳ, ଯେତେ ପ୍ରକାର ଖର୍ଚ୍ଚ କରିକି ଆମେ ଖେଳିଲେ ବି ପିଲାଦିନର ଏଇ ଡାଳ ମାଙ୍କୁଡ଼ି ଖେଳର ଆନନ୍ଦ ବୋଧହୁଏ ସେଠୁ ମିଳିପାରେ ନାହିଁ। ମୁଁ ତ କହିବି ମୋତେ ମିଳିପାରେ ନାହିଁ, କିନ୍ତୁ ଆପଣମାନଙ୍କର କ'ଣ ଅନୁଭବ? ସେମାନଙ୍କୁ ମୁଁ ଆଜି ଡାଳ ମାଙ୍କୁଡ଼ି ଖେଳଟା ଶିଖେଇଦେଲି। ଯିଏ କହନ୍ତିନି, ଯିଏ ଖୁଆଇଛି ମାଣ୍ଡିଆ ଯାଉ ହାତ ଧରିକିରି ହଗେଇ ନେଉ, ଏ ପିଲା ଆଉ ସେଠୁ ଓହ୍ଲେଇକି ଆସିବାକୁ ନାରାଜ। ମଜା ତ ପାଇଗଲେ, କହିଲେ ଖାଲି ତ ଝୁଲିବୁ ଆଉ। ପୁଅ 3 ପୁରା ଖେଳିବାର ମଜାଟା ପାଇଗଲେ। କୁନିଟା ଟିକେ ଡର ହେଉଥିଲା, ତେଣୁ ମୁଁ ତାକୁ ସବୁବେଳେ ପାଖରେ ରହି ସାହସ ଦେଉଥିଲି। ଆଉ ଆଜି ମନେ ହେଉଥିଲା ମୁଁ ସବୁ ପିଲାମାନଙ୍କୁ କେବଳ ଦୁଷ୍ଟାମି ଶିଖେଇବାକୁ ନେଇ ଆସିଛି ଏଠିକି। ପିଲାମାନଙ୍କୁ ତ ମୁଁ ସିଧା ସିଧା କହିଦେଇଛି, ମାନେ ମୋ ପୁଅ ବୋହୂଙ୍କୁ, ତମ ପିଲାଙ୍କର ପାଠ ପଢ଼ା ଭାର ମୁଁ ନେଇପାରିବିନି। ମୁଁ କାହିଁକି ସେମାନଙ୍କୁ ପଢ଼େଇବି? ତମେମାନେ ତାଙ୍କୁ ପଢ଼ାଅ, ମୁଁ ତାଙ୍କୁ ଦୁଷ୍ଟ ହିଁ କରିବି।
ତେଣୁ ମୁଁ ତାଙ୍କୁ ଆଜି ଦୁଷ୍ଟ କରିବା ପାଇଁ ହିଁ ଆଣିଥିଲି। ଆମ ଘରର ଗାଈ ବାଛୁରୀ ସବୁ ଏଠିକି ଚରିବାକୁ ଆସିଥିଲେ। ସେ ଭିତରେ ପିଲାମାନେ ନିଜର ଗାଈ ବାଛୁରୀଙ୍କୁ ବି ଦେଖୁଥିଲେ। ବେଶ କିଛି ସମୟ ଆମେ ଆମ୍ବ ଗଛରେ ଡାଳ ମାକୁଡ଼ି ଖେଳିବାର ମଜା ନେଲୁ। ଟିକେ ପ୍ରଥମ ସିନା ଡରୁଥିଲେ, ପଛକୁ ତ ପୁରା ସାହସୀ ହେଇଗଲେ। ଆଉ ସୁଲୁ ତ ପୁରା ଏକ୍ସପର୍ଟ, ସିଏ ଟିକେ ଚଢ଼ାକୁଦା ଡିଆଁଡୁଇଁରେ ଆଗୁଆ। ସେଇଥିରୁ ତା ବାପା ମୋତେ ସବୁବେଳେ ଚିଡ଼େଇକି କହେ, ଜେଜେମାଟା ତ ଏଦିନେ ଏମିତି ହେଉଛି, ଆଉ ସିଏ କ'ଣ ହେବ, ସିଏ ବି ସେଇଥିପାଇଁ ଏତେ ଡିଆଁକୁଦା କରୁଛି। ମୁଁ କହିଲି ହଉ, ଦୋଷ ଦେ ପଛକେ ସିଏ ଏମିତି ଡିଆଁକୁଦା କରୁ, ହେଲେ ତମ ଗୁଣ ସବୁ ତାଠି ଅଧିକ ରହିବ ନା ମୋ ଗୁଣ ରହିବ? ହଉ, ମୋର କ'ଣ ଏଗୁଡ଼ା ଖରାପ ଗୁଣ? ଆଜି ପର୍ଯ୍ୟନ୍ତ ମୁଁ ଏଇ ପିଲାଳିଆମି ଚପଳତା ନେଇକି ମୋ ଜୀବନର କେତେ ଝଡ଼ଝଞ୍ଜାକୁ ଆଡ଼େଇ ଦେଇ ଖୁସିରେ ଅଛି। ପିଲାମାନଙ୍କୁ ମୁଁ ସେଇଥିପାଇଁ ହିଁ ନେଇଥିଲି। ଆଉ ଏମିତି ଡାଳ ମାକୁଡ଼ି ଏତେ ସମୟ ଖେଳିଲେ, ଯେତେ ଡାକିଲେ ଶୁଣିଲେନି। ଇଆଡ଼େ ମୋ ମନ ଛନଛନ ହେଉଛି। ମୁଁ କେଉଁଦିନ ଗଛରେ ଚଢ଼ିବି ଚଢ଼ି ପାରିନଥିଲି। ଆଜି ଯେତେବେଳେ ଯାଇଛି, ସେ ମନସ୍କାମନାଟା ତ ପୁଣି ପୂର୍ଣ୍ଣ କରିବି ନା। ମୁଁ କହିଲି, ଶିବରେ ତୁ ଟିକେ ଫୋନ୍ ଧର, ଆଉ ମୁଁ ଯାଉଛି ଗଛରେ ଚଢ଼ିବି। ସତରେ ଅଭ୍ୟାସ ଚାଲିଗଲାଣି ତ, ଟିକେ ସମୟ ଲାଗିଲା, ହେଲେ ଚଢ଼ିଗଲି। ପୁଣି ଟିକେ ଡାଳ ମାକୁଡ଼ି ନ ଖେଳିଲେ କ'ଣ ହେବ? ସବୁ କଲି। ଆଉ ସୁଲୁ ହିଁ କେବଳ ସାହସ କରିକି ମୋ ସାଙ୍ଗରେ ଯାଉଥିଲା। ଏମାନେ ସେଠି ପହଞ୍ଚିଲା ବେଳେ ତାଙ୍କ ମନରେ ଯେଉଁ ଭୟ ଥିଲା, କିଛି ସମୟ ଖେଳିଲା ପରେ ସେମାନେ ନିର୍ଭୟ ହୋଇଗଲେ। ଆଉ ଗଛ ମୂଳ ଆସିବାକୁ ଜମା ବି ଇଚ୍ଛା କରୁନଥିଲେ। ଖରା ଧୀରେ ଧୀରେ ଟାଣ ହେଉଛି। ଆମେ 7:30 ଭିତରୁ ହିଁ ଘରୁ ବାହାରି ଯାଇଥିଲୁ। ଆଜି ତ ପୁରା ପରିଷ୍କାର ଖରା ହେଉଥିଲା ନା। ଛୋଟ ଛୁଆଗୁଡ଼ା ସିଏ ଆଉ କେଉଁ ଆମ ଭଳିଆ ଖରା ତରା ବାରିଘରେ ଡିଆଁ ବୁଲା କରୁଛନ୍ତି ଯେ ଖରା ସମ୍ଭାଳିବେ? କୁନିଟା ଭାରି ହାଲିଆ ହେଇଯାଉଥିଲା, ଆଉ କହୁଥିଲା, ବୋଉ ମୋତେ ଖରା କାଟୁଛି। ମୁଁ କହିଲି, ରହ, ବହୁତ ଖରା କାଟିଲେ ମୁଁ ତା ପାଇଁ ବ୍ୟବସ୍ଥା କରିବି। ମୁଁ ସମସ୍ତଙ୍କର ଟୋପି, ଗାମୁଛା, ଗୋଟେ ବୋତଲ ପାଣି ଆଉ କିଛି ବିସ୍କୁଟ୍ ନେଇଥିଲି। ଫଳ ମୋ ସାଙ୍ଗରେ ନଥିଲା, ମୁଁ ବି ନେବା ପାଇଁ ସାହସ କଲିନି, କାହିଁକିନା ଏଥର ଝିଅ କି ଆଉ କେହି ପିଲା ମୋ ସାଙ୍ଗରେ ନଥିଲେ ନା। ସେମାନଙ୍କୁ ସବୁ ବସେଇକି ଖୁଆଇକି ଆଣିବା ମୋ ଦ୍ୱାରା ସମ୍ଭବ ହେବନି। ଗତ ଥର ପରେ ଆମେ ଏତେ ବେଶୀ ମଜା କରିପାରିନଥିଲୁ, ତଥାପି ଆଜିର ଦିନଟା ବହୁତ ମଜା ଥିଲା। ସେମାନଙ୍କୁ ମୁଁ ସେଠି ଡାଳ ମାକୁଡ଼ି ଖେଳେଇଲି, ଗୁଞ୍ଜର ପୋକ ବିଷୟରେ ସମ୍ୟକ ଧାରଣା ଦେଲି, ଆଉ ସୁନାରୀ ଫୁଲ ଦେଖେଇଲି। ସୁନାରୀ ଫୁଲ ଦେଖିଲା ପରେ ମୁଁ କହିଲି, ସେ ବନ୍ଧୁକୁ ତୁମେ ନିଜେ ଓହ୍ଲେଇକି ଆସ। କି ସୁନ୍ଦର ଗହୀର ଥିଲା, କି ସୁନ୍ଦର ଧାନ ଚାଷ ହେଉଥିଲା, ଭଳିକି ଭଳି ଧାନ। ଯେଉଁ କଥାରେ କହନ୍ତିନି, ବିଲରେ ଖାଳି ଚାଲିଯିବ। ଆଜି ସେଇ ବିଲ ଗହୀରର ଏ ଅବସ୍ଥା ଦେଖି ଭିତରେ ମୁଁ ଭାରି ବ୍ୟସ୍ତ ହେଉଥିଲି। ଯେଉଁ କାମକୁ ସବୁ କଷ୍ଟ ବୋଲି ଭାବୁଥିଲି, ଆଜି ସେଇ କାମକୁ ଝୁରୁଛି। ଦେଖୁନାହାନ୍ତି, ବାଡ଼ି ବଗିଚା ଯାହା ଥିଲା ସବୁ ଉଜୁଡ଼ୁଛି। କାହିଁକି ଆଉ କିଏ ସେଥିରେ ମନ ଦେବ? ଆଉ କେତେଟା ଦିନ ଗଲେ ତ ସବୁ ଡ୍ରୋଜର ମାଡ଼ରେ ଶୋଇବେ। ସେଠି ରାସ୍ତା ତିଆରି ହେବ ନା। ଦେଖୁନାହାନ୍ତି କେମିତି ଡଷ୍ଟ ପଡ଼ିକି ରାସ୍ତା ହେଇ ଚାଲିଛି। ଆଉ ଏ ଖୋଲା ଜାଗାରେ କେତେ ଏରିଆକୁ କଭର କରିକି ସେ ପିଲାଯାକ ଯାଉଛନ୍ତି। ତାଙ୍କୁ ଆୟତ୍ତ କରିବା କ'ଣ ସହଜ ହେଇଛି? ତଥାପି ଯାହା ହେଉ ଆମେ ଗଲୁ। ଗତ ଥର ଯେଉଁ ଗଛ ମୂଳକୁ ଯାଇଥିଲୁ, ମୁଁ ମନରେ ଠିକ୍ କରିଥିଲି ସେଇ ଗଛ ଯାଏ ନେବି, ସେଇଠୁ ହିଁ ଆମେ ଫେରିବୁ। କାହିଁକିନା ସେଠିକି ଗଲେ ଟିକେ ଜ୍ୱରଟା ସେଇଠି ଥିଲା। ଏଇ ଜ୍ୱରରେ ଯେଉଁଦିନ ବହୁତ ଧାନ ବସା ହେଇଥାଏ, ବୋଉଙ୍କ ଅନୁମତି ନେଇକି ଆମେ ଜ୍ୱରକୁ ଟିକେ ଗାଧେଇ ଆସୁ। କିଆ ଗଛ ମୂଳ ପାଣି କି ଥଣ୍ଡା, ଜ୍ୱରରେ ଗାଧେଇଲେ କି ମଜା ଲାଗେ। ହେଲେ ସେଟା ବି ଏତେ ଚଞ୍ଚଳ ନୁହେଁ। ବାହାଘରର 7-8 ବର୍ଷ ପରେ ଯଦି କାମବାଲି ନ ଆସିଲା, କୌଣସି କାରଣରୁ ଧାନ କାମରେ ନିଜକୁ ବହୁତ ବେଶୀ ପରିଶ୍ରମ କରିବାକୁ ପଡ଼ିଲା, ତାହେଲେ ଆମେ ଜ୍ୱରକୁ ଗାଧେଇ ଆସୁ। ସେ ଦିନଟା ଭାରି ଖୁସି ଲାଗେ। ହଁ, ଦେଖୁନାହାନ୍ତି, ବାଟରେ ଗଲାବେଳକୁ ଗୋଟେ ଲାଜକୁଳି ଲତା ବୁଦା ପଡ଼ିଲା। ସବୁ ସେଠି ବସିକି ଲାଜକୁଳିରେ ହାତ ମାରିଲେ। ମୁଁ ବି ତାଙ୍କୁ ସେଥିପାଇଁ ସୁଯୋଗ ଦେଲି, ଆଉ ସାଙ୍ଗେ ସାଙ୍ଗେ ଭିଡ଼ିଓ କଲି। ଆଜି ସେଇ ଜ୍ୱର ଦେଖନ୍ତୁ, କି ଅପରିଷ୍କାର ପାଣି। ଆଉ ଯେତେବେଳେ ଏଠି ସବୁ ଘରଦ୍ୱାର ହେଇଯିବ, ଇଏ ଗୋଟିଏ ନାଳୁଆରେ ହିଁ ପରିଣତ ହେଇଯିବ। ଆଉ ଏ ପାଣିରେ କିଏ ଗାଧେଇବ? ସେତେବେଳେ ତ ଲୋକମାନେ ବିଲକୁ କାମ କରିବାକୁ ଆସି ଧାନମୂଳ ପାଣି ବି ପିଇ ଦେଉଥିଲେ। କିଏ ଏମିତି ବୋତଲରେ ପାଣି ପୁରେଇକି ଆସୁଥିଲା ଗହୀରକୁ? ହେଲେ ଏବେ ସବୁ ବଦଳିଗଲା। ଦିନେ ଯାହାକୁ ଭାବୁଥିଲି ଜୀବନର ବୋଝ, ଆଜି ଭାବୁଛି ସେଇଗୁଡ଼ା ସବୁ ଜୀବନର ପରମ ସୌଭାଗ୍ୟ ଥିଲା। ଏବେ ଆମେ ଚାଉଳ କିଣି ଖାଉଛୁ, ମୁଢ଼ି ଚୁଡ଼ା ସବୁ। ଆଗେ କିନ୍ତୁ ସବୁ ଆମ ବିଲ ଧାନରେ ହିଁ ହେଉଥିଲା। ମୋର ସେଇ କଥା ସବୁ ମନେ ପଡ଼ୁଥିଲା। ଆଉ ପିଲାମାନଙ୍କ ଆଡ଼େ ମୁଁ ବାରମ୍ବାର ଅନେଇକି ଭାବୁଥିଲି, ଏମାନେ ବିଲ ଗହୀର କ'ଣ ଆଉ ଜାଣିପାରିବେନି। ଭାବିଲି ପିଲାଙ୍କୁ ବୁଝେଇକି ଦିନେ କହିବି, ବାପାରେ, ତମ ଭୁବନେଶ୍ୱର ଘର ଖଣ୍ଡକ ତ ସହରର ଚାପରେ ଚାପି ହେଇଗଲା। ଭଗବାନଙ୍କ ଦୟାରୁ ଭଲ ମଣିଷ ହେବା ସଙ୍ଗେ ସଙ୍ଗେ ଯଦି କିଛି ଭଲ ରୋଜଗାର କରିବ, ତାହେଲେ ପୁରା ଭିତରେ ଗୋଟେ ଗାଁରେ
କିଛି ଜାଗା କିଣିବ ଆଉ ସେଇଠି ଘର ଦ୍ୱାର ବଗିଚା କରିଥିବ। ଜୀବନ ଜଞ୍ଜାଳରେ ଯେତେବେଳେ ଥକିଯିବ ନା ସେଇଠି ଯାଇ କିଛି ଦିନ ରହିଗଲେ ଶାନ୍ତି ଲାଗିବ। ଏତେବେଳକୁ ପିଲାଙ୍କ ସାଙ୍ଗେ ଦୌଡ଼ି ଦୌଡ଼ି ମୋ ତଣ୍ଟି ଶୁଖି ଯାଇଥିଲା। ବୋତଲେ ପାଣି ସେମାନେ ମୋତେ ପିଆଇ ଦେଲେ। ମୁଁ କ'ଣ ତାଙ୍କୁ ଖାଇବାକୁ ଦେବି? ଯାହା ତ ଦେଖିଲେ ପଚାରିଲେ, ଯୁଆଡ଼େ ଇଚ୍ଛା ହେଲା ଦୌଡ଼ିଲେ। ମୁଁ ତ ତାଙ୍କ ପଛେ ପଛେ ଗୋଡ଼େଇଛି ଆଉ। ମୁଁ ବି 2-4 ଖଣ୍ଡ ବିସ୍କୁଟ୍ ଚୋବେଇ ପୁଣି ଟିକେ ପାଣି ପିଇଦେଲି। ଆମେ ଯେଉଁ ଗଛ ମୂଳେ ବସିଥିଲୁ, ମୋତେ ପିଲାମାନେ ପଚାରିଲେ, ବୋଉ ଏଇଟା କି ଗଛ? ମୁଁ ତାଙ୍କ ପାଖେ ଟିକେ ହାରିଗଲି। ମୁଁ କହିଲି, ଧନରେ ମୁଁ ଏ ଗଛ ନାଁଟା ଜାଣିନି, ମୁଁ ପଚାରିକି ବୁଝିକି ତମମାନଙ୍କୁ କହିବି। ସତରେ ମୁଁ ସେ ଗଛକୁ ଚିହ୍ନି ପାରିଲିନି। ପଚାରିବି ଦେଖିବା, ଆପଣମାନେ ଯଦି ଫଟୋ ଦେଖିକି କିଏ ଚିହ୍ନି ପାରୁଛନ୍ତି ମୋତେ କହିବେ। ତାପରେ ଆମେ ସେଠି ଫେରିବାକୁ ବାହାରିଲୁ। ଘରକୁ ପୁଣି ଫେରିବୁ। ପିଲାଗୁଡ଼ା ବି ଧୀରେ ଧୀରେ ହାଲିଆ ହେଲେଣି। ପିଲାଙ୍କ କଥା କ'ଣ କହିବି, ମୁଁ ବି ଧୀରେ ଧୀରେ ହାଲିଆ ହେଇଯାଉଥିଲି। ଏପଟ ସେପଟ ଦୌଡ଼ା, ସେଥିରେ କଥା କୁହା, 1 ମିନିଟ୍ ତ ପ୍ରଶ୍ନ ବାଣରୁ ରକ୍ଷା ନାହିଁ। ଇଏ ଗୋଟେ ପଚାରିଲେ ସିଏ ଗୋଟେ, ସିଏ ଗୋଟେ ପଚାରିଲେ ସିଏ ଗୋଟେ, ଏମିତି ହେଇ ହେଇ ଆଜି ସକାଳଟା ବହୁତ ମାନେ କ'ଣ ବ୍ୟସ୍ତ ବିବ୍ରତ ଭାବରେ କଟିଥିଲା। ଫେରି ଆସିଲା ବେଳକୁ ମୁଁ ଦେଖିଲି ଅଗରା ଗଛରେ ଏଇ ଫୁଲ। ଏଇଟା କ'ଣ ଶ୍ରୀକୃଷ୍ଣଙ୍କର ରଙ୍ଗ କି? ଭାରି ଭଲ ଲାଗେ ଏଇ ଫିକା ନୀଳ ରଙ୍ଗଟି। ସେ ଭଲ ଲାଗିଲା ବୋଲି ହିଁ ତା'ର ଟିକେ ଭିଡ଼ିଓ କରିଦେଲି। ଆଉ ମୁଁ ତ ଗହୀର ବିଲ ଦେଖିଥିଲି। ଅବଶ୍ୟ ମୁଁ ଝିଅ ବେଳେ ଦେଖିନଥିଲି, କାହିଁକିନା ମୁଁ ତ ପାର୍ବତ୍ୟ ଅଞ୍ଚଳର ଝିଅ। ଏଇଠିକି ଆସି ମୁଁ ଗହୀର ବିଲ ଦେଖିଥିଲି। ଏବେ ପୁଣି ତା'ର ସହରୀକରଣ ମୋତେ ବହୁତ କଷ୍ଟ ଦେଉଛି। ଏଇ ଉପରେ ମୁଁ ଗୋଟେ ଉପନ୍ୟାସ ବି ଲେଖିବା ଆରମ୍ଭ କରିଛି, ସାରିବା ପାଇଁ ସମୟ ସୁଯୋଗ ପାଉନି। ସେଇଥିପାଇଁ ବେଳେବେଳେ ଇଆଡ଼େ ଟିକେ ମାଡ଼ିଯାଏ। ଆଉ ମୋ ମନର କଥା ସବୁ ଏଇ ଭିଡ଼ିଓ ମାଧ୍ୟମରେ କହିଦିଏ। ଭାବେ ଆଜି ସିନା ଛୁଆମାନେ ବୁଝିପାରୁନାହାନ୍ତି, କାଲି ଯେତେବେଳେ ବଡ଼ ହେଇଯିବେ ନିଶ୍ଚୟ ମନେ ପଡ଼ିବ ତାଙ୍କ ବୁଢ଼ୀମା ତାଙ୍କୁ ଏଇଗୁଡ଼ା ସବୁ ବୁଲେଇକି ଦେଖାଉଥିଲା। ଏସବୁ ଆହୁରି କେତେ ତ ପରିବର୍ତ୍ତନ ହେଲାଣି, ଆହୁରି କେତେ ପରିବର୍ତ୍ତନ ହେଇଯିବ। କଂକ୍ରିଟର ଘର ଦ୍ୱାର, ସୁସଜ୍ଜିତ ଗଛପତ୍ର, ସବୁକିଛି ସଜାସଜିର ଜିନିଷ ରହିବ। ହେଲେ ପ୍ରାକୃତିଗତ ଭାବରେ ଏଠି କ'ଣ ଆଉ କିଛି ରହିବ? ସେଇ ଜିନିଷ ସବୁ ପିଲାମାନଙ୍କୁ ଦେଖାଇବା ପାଇଁ ନେଇଥିଲି। ଆମ ସାଙ୍ଗରେ ଥିବା ବଳି ପଡ଼ିଥିବା କିଛି ବିସ୍କୁଟ୍କୁ ସେମାନେ ବାଛୁରିକି ଖୁଆଇଲେ। ତାପରେ ପୁଣି ନାମ ନେଲେ। ସେ ବାଛୁରୀ ତ ତାଙ୍କୁ ଖାଲି ଗୋଡ଼େଇଲା। ମୁଁ ମୂଳରୁ କହୁଛି ତାକୁ ଖୁଆଉନି, ସେଟା ଅବଶ୍ୟ ଆମରି ବାଛୁରୀ ଯେ। କହିଲା, ହଁ ଆମେ ବିସ୍କୁଟ୍ ଗୋଟେ ଗୋଟେ ଖୁଆଇବୁ। ସିଏ କ'ଣ ହିସାବ ଜାଣିଛି? କହିବ ହଁ 4ଟା ପିଲା ମୋତେ 4ଟା ବିସ୍କୁଟ୍ ଦେଲେ ଭଲ ହେଲା, ମୁଁ ଚୁପ୍ ହେଇ ରହିବି। ସିଏ ସବୁ ପିଲାଙ୍କୁ ଏମିତି ଗୋଡ଼େଇଲା, ଶିବ ନଥିଲେ ମୁଣ୍ଡିଆ ଗୋଟେ ଗୋଟେ ମାରିକି ପକେଇ ଦେଇଥାନ୍ତା। ଫେରିଲା ବେଳକୁ ପିଲାମାନେ ଗୋଟିଏ ଦାବି ରଖିଲେ, ବୋଉ ଆମେ କିଛି କିଛି ସୁନାରୀ ଫୁଲ ନେବୁ। ମନା କରିବାକୁ ମନ ବଳିଲାନି। ଅବଶ୍ୟ ମୁଁ ସବୁବେଳେ ସେମାନଙ୍କୁ ଶିଖାଏ, କେବେ କେଉଁ ଗଛରୁ ଫୁଲ ତୋଳିବନି, ଫୁଲକୁ ଦେଖିବ, ତା'ର ସୌନ୍ଦର୍ଯ୍ୟକୁ ଉପଭୋଗ କରିବ। ବେଶୀ ଭଲ ଲାଗିଲେ ସେଇଭଳିଆ ଗଛଟିଏ ନିଜ ବାଡ଼ିରେ କରିବା ପାଇଁ ଚେଷ୍ଟା କରିବ। ଆଜି କିନ୍ତୁ ମୁଁ ତାଙ୍କ କଥାରେ ରାଜି ହେଲି, କାହିଁକି ନା ହୁଏତ ଆଉ 10-15 ଦିନ ପରେ ଏଇ ବାଟକୁ ରାସ୍ତା ମୋଡ଼ି ଆସିବ, ଆଉ ଡ୍ରୋଜର ସବୁ ଗଛପତ୍ରକୁ ଚାପିଦେବ। ଏମିତିକି ଆମେ ଯେଉଁ ଗଛରେ ଆମ୍ବ ଗଛରେ ଡାଳ ମାଙ୍କୁଡ଼ି ଖେଳୁଥିଲୁ, ସେ ଗଛର ଅସ୍ତିତ୍ୱ ବି ରହିବନି। ତାପରେ ମୋର ମନେ ପଡ଼ିଲା ଆମ ଘରକୁ ଲାଗି ବଗିଚା ଖଣ୍ଡକ। ଏଠି ଆମେ କେତେ କ'ଣ ଚାଷ କରୁଥିଲୁ, ମକା, କାକୁଡ଼ି, କଖାରୁ। ସେଠି ଗୋଟେ ଛୋଟ ଚାଳିଆ କରି ସେଠି ଆସି ଚାହା ଫା ପିଉଥିଲୁ। ଛୋଟ ପୋଖରୀଟିଏ ବି ଆମର ସେଠି ଥିଲା। କିନ୍ତୁ ଏବେ ଆଉ ସିଆଡ଼କୁ ଅନେଇବାକୁ ଇଚ୍ଛା ନାହିଁ। କାହିଁକି ଅନେଇବୁ ଯେ? ଯେକୌଣସି ମୁହୂର୍ତ୍ତରେ ସେ ସବୁ ନଷ୍ଟ ହେଇଯିବ। ଏଇ କ'ଣ ଏଇଟା କୃଷ୍ଣଚୂଡ଼ା ଗଛଟି ବି ମୁଁ ଲଗେଇଥିଲି। ମୋତେ କୃଷ୍ଣଚୂଡ଼ା ଫୁଲ ବହୁତ ଭଲ ଲାଗେ ଏଇଥିପାଇଁ ଯେ ସେ ଖରାଦିନେ କେମିତି ଏତେ ସୁନ୍ଦର ଭାବରେ ଫୁଟିଥାଏ। ମୁଁ ଭାବେ ଜୀବନଟା ବି ଠିକ୍ ସେମିତି। ଯେତେ ରୌଦ୍ରତାପ ଆସିଲେ ବି ନିଜ ମୁହଁର ହସ କେବେ ବି ଲିଭେଇବା କଥା ନୁହେଁ। ଏମିତି ଅନେକ କଥା ଭାବିକି ମୁଁ ଅନେକ ପ୍ରକାର ଗଛ ଲଗାଏ। ପିଲାମାନେ ସୁନାରୀ ଫୁଲ ପାଇ ବହୁତ ଖୁସି ହେଉଥିଲେ। ବୋଧେ ତାଙ୍କୁ ସେ ଫୁଲ ଖଣ୍ଡେ ଖଣ୍ଡେ ନ ଦେଇଥିଲେ ସିଏ ଆଜି ସେ ଗହୀରରୁ ଘରକୁ ଫେରି ନଥାନ୍ତେ, ଆଉ ମୋତେ ଆହୁରି ନାକେଦମ କରିଥାନ୍ତେ। ଯାହା ବି ହଉ, ସମସ୍ତେ ଏମିତି ଖୁସିରେ ଖୁସିରେ ଆମେ ଘରକୁ ଫେରିଲୁ। ଆଉ ଯେତେବେଳେ ଯାହା ଟିକେ ଇଚ୍ଛା ହେଉଥିଲା, ମୁଁ ଛୁଆମାନଙ୍କୁ କ'ଣ ପଦେ ପଦେ କହୁଥିଲି, ଆଉ ମନେ ମନେ ହସୁଥିଲି। କିଛି ହଉ, ଏସବୁ କଥା ପିଲାମାନେ ନିଶ୍ଚୟ ମନେ ପକାଇବେ ମୁଁ ମରିଯିବା ପରେ। ଯିବା ଆଉ ଫେରିବା ବେଳରେ ପାର୍ଥକ୍ୟ ଦେଖନ୍ତୁ। ଗଲାବେଳେ କୁନି କେତେ ଡରୁଥିଲା, କିନ୍ତୁ ଏବେ ନିଜେ ନିଜେ କେମିତି ଡେଇଁ ପଡ଼ିଲା। ମୁଁ ଭାବିଲି ବାଘୁଣୀ ଯେମିତି ତା ପିଲାଙ୍କୁ ନେଇକି ଶିକାର ଶିଖାଏ, ଗଛ ଚଢ଼ା ଶିଖାଏ, ବା ଏଇଭଳି କିଛି ଡିଆଁ ଡୁଇଁ ଶିଖାଏ, ଆଜି ମୁଁ ସେମାନଙ୍କୁ ନେଇ ସେଇ ସବୁ ହିଁ ଶିଖଉଥିଲି। ଜୀବନରେ ପ୍ରତ୍ୟେକ ଆମର ଆବଶ୍ୟକତା ଥାଏ। ସବୁ ପ୍ରକାର ଅନୁଭୂତି ରହିଲେ ଜୀବନ କେତେବେଳେ ଦୁର୍ବିସହ ଲାଗେନି, ବା କୌଣସି ଦୁଃଖ ମଣିଷକୁ ଏତେ ବେଶୀ ଦୋହଲାଇ ଦିଏ ନାହିଁ। ସେଇଆ ଭାବିକି ହିଁ ମୁଁ ପିଲାମାନଙ୍କୁ ଏମିତି କରେ।
ବେଳେବେଳେ ଭାବେ ମୋ ବୁଦ୍ଧିରେ ପିଲାଗୁଡ଼ାଙ୍କୁ ନେଇକି ଖରା ତରାରେ ହାଲିଆ କରିକି ଆଣୁଛି। ପୁଣି ଭାବେ ନା, ଏଥିରେ କେବେ ହେଲେ ତାଙ୍କର କ୍ଷତି ହେବନି। ଭଗବାନ ନିଶ୍ଚୟ ତାଙ୍କର ମଙ୍ଗଳ କରିବେ। ପ୍ରକୃତିକୁ ଭଲ ପାଇବା ସେମାନେ ଶିଖିବେ। ସତରେ କହିଲେ ଏଇଭଳି କାର୍ଯ୍ୟକ୍ରମ ମୁଁ ଯେଉଁ କରୁଛି କିଛି ଭୁଲ କରୁଛି କି? ନା ଏଇ ପିଲାଚାରିଙ୍କ ମାଧ୍ୟମରେ ସବୁ ପିଲାମାନଙ୍କୁ ମୁଁ ପ୍ରକୃତି ପ୍ରତି ଭଲ ପାଇବା ଶିଖଉଛି। ମୁଁ ତ ସେଇ ଉଦ୍ଦେଶ୍ୟରେ କରୁଛି। ଆପଣମାନଙ୍କୁ କେମିତି ଲାଗୁଛି କହିବେ। ଆଉ ଆସିଲା ବେଳକୁ ପିଲାମାନେ ପୁଣି ଆମ ବାଡ଼ିରେ ପହଞ୍ଚିଗଲୁ। ବାଡ଼ିରେ ପହଞ୍ଚିକି ପିଲାମାନେ ପୁଣି କହିଲେ, ବୋଉ ଆମେ ଆମ୍ବ ଗଛ ମୂଳେ ସୁନାରୀ ଫୁଲ ଧରି ଫଟୋ ଉଠେଇବୁ। ସେଠିକି ଯାଇକି ପୁଣି ଆମେ ଫଟୋ ଉଠେଇଲୁ। ଏଇଟା ଆମର ଗୁହାଳ ପାଖ, ଆଉ ଟିକେ ଗଲେ ସେ ଆମ୍ବ ଗଛ ପଡ଼ିବ। ମୁଁ ଟିକେ ଆଗୁଆ କହିଲି, ଆଜି ଗାଈ ଦୁଇଟାଙ୍କୁ ମୋର ଗାଧେଇ ଦେବାର ଥିଲା, କିନ୍ତୁ ମୋତେ ଏତେ ହାଲିଆ ଲାଗୁଥିଲା ଯେ ମୁଁ କହିଲି, ଶିବରେ ତୁ ଆଜି ଗାଧେଇ ଦେ, ମୁଁ ଆଉ ଗାଧେଇ ପାରିବିନି। ସେ ପିଲା ସବୁ ଫଟୋ ଉଠେଇଲେ, ତାଙ୍କ ସାଙ୍ଗେ ଗୋଟେ ସେଲ୍ଫି ନେବାକୁ ଚେଷ୍ଟା କଲି। ଖରା ପଡ଼ୁଥିବାରୁ ମୁଁ ସେଇଟା ଠିକ୍ରେ ଉଠେଇ ପାରିଲିନି। ଘରକୁ ଆସିଲା ବେଳକୁ ମୋ ବୋହୂମାନେ ଆମ୍ବ ସରବତ କରିକି ରଖିଥିଲେ। ଆଉ ପିଲାମାନେ ବି ଏତେ ହାଲିଆ ହେଇଥିଲେ ଯେ ସମସ୍ତେ ଗୋଟେ ଗୋଟେ ଗ୍ଲାସ୍ ପିଇଲେ, ମୁଁ ବି ପିଇଲି। ତାପରେ କିଛି ସମୟ ବସିକି ଆମେ ଗାଧୁଆ ପାଧୁଆ କଲୁ। ଆଉ ବିଶେଷ ଦୁଷ୍ଟାମି ଆଜି ପିଲା କଲେନି, କାହିଁକିନା ସିଆଡ଼େ ଯାଇକି ଏତେ ହାଲିଆ ହେଇଯାଇଥିଲେ। ମୋତେ ଭାରି ଖୁସି ଲାଗୁଥିଲା। ଯାହା ହଉ ପିଲାଙ୍କ ପାଖରେ ମୁଁ ଜିତିଗଲି। ସେମାନଙ୍କୁ ନେଇକି ସୁରୁଖୁରୁରେ ବୁଲେଇକି ଘରକୁ ଆଣିଲି। ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା? ପିଲାଙ୍କ ସହିତ ଏଇଭଳି କିଛି ସମୟ କଟେଇବାର ଆବଶ୍ୟକତା ଆପଣମାନେ ଅନୁଭବ କରୁଛନ୍ତି କି ନାହିଁ ନିଶ୍ଚୟ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ତାହେଲେ ମୋର ଆଗ୍ରହ ରହିବ ଏ କାମ କରିବା ପାଇଁ। ଆଉ କ'ଣ କହିବି, ମୋ ମନର ଭାବନା ଯାହା ମୋତେ ଭଲ ଲାଗେ, ଜୀବନକୁ ମୁଁ ଯେଉଁ ଭଳିଆ ଚିହ୍ନେ, ମୋ ପରିବାରକୁ ବି ମୁଁ ସେଇ ଢାଞ୍ଚାରେ ଢାଳିବାକୁ ଚାହେଁ। ମୋର ସୌଭାଗ୍ୟ ସମସ୍ତେ ମୋତେ ଏଥିରେ ସହଯୋଗ କରନ୍ତି। ସମସ୍ତଙ୍କ ସହଯୋଗ ନଥିଲେ ମୁଁ ଏ ବୁଢ଼ୀ ଦିନେ ପିଲା ଚାରିଙ୍କୁ ଧରି ସେ ଗହୀରରେ ଏମିତି ଉଦା ବୁଲି ପାରୁଥାନ୍ତି କି? ସମସ୍ତଙ୍କର ସମ୍ମତି ଥିବାରୁ ମୁଁ ମୋର ଇଚ୍ଛା ଆକାଂକ୍ଷାକୁ ନେଇ ଏଇଭଳି ଗୋଟିଏ ଜୀବନ ବିତି ପାରୁଛି।